ସାରେ ଅନେକ ପରିବାର ବେଘର ହୋଇଯାଇଛନ୍ତି। ଅନେକ ଗରିବ ପରିବାର ପକ୍କା ଘର ଖଣ୍ଡେ ପାଇ ନ ପାରି ଭଙ୍ଗା ଦଦରା ମାଟି ଘରେ ରହି ଆସୁଥିବା ବେଳେ ବର୍ଷାରେ ଘର ଭାଙ୍ଗି ଯାଉଛି। ଫଳରେ ସେମାନେ ଦୟନୀୟ ଜୀବନଯାପନ କରୁଛନ୍ତି। ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାରଙ୍କ ଘୋଷଣାରେ ରହିଯାଇଛି। ଘର ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରୁଥିବା ଏକ ଅଭାବୀ ପରିବାରକୁ ନେଇ ଖଡ଼ିଆଳରୁ ଦେଖିବା ଏହି ରିପୋର୍ଟ। ଘର ଖଣ୍ଡେ ପାଇଁ ହନ୍ତସନ୍ତ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ବୁଏର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଠିଆପଡ଼ା ଗାଁର ଆମପାଣିପଡ଼ା। ପଡ଼ାରେ ରହୁଥିବା ସଞ୍ଜୁ ଖର୍ସେଲଙ୍କ ଦୁଃଖ କହିଲେ ନ ସରେ। ରାୟପୁର ନିକଟସ୍ଥ ବାଗବେହେରା ସହରରେ ଜନ୍ମ ହୋଇଥିବା ସଞ୍ଜୁ 8 ବର୍ଷ ତଳେ ଆସି ଏହି ଗାଁରେ ରହୁଛନ୍ତି। ସ୍ତ୍ରୀ ସସ୍ମିତା ସହ 4 ପୁଅ ଝିଅ ସହ ଏଠାରେ ରହନ୍ତି। ବଡ଼ ଝିଅ ମୀରାକୁ 6 ବର୍ଷ ହୋଇଥିବା ବେଳେ ପୁଅ ବୀରା 4 ବର୍ଷର, ଝିଅ ଶିବାନୀ 1.5 ବର୍ଷର ଓ ସାନ ପୁଅ ଚନ୍ଦନର ବୟସ ମାତ୍ର 2 ମାସ। ଏକ ଭଙ୍ଗା ଦଦରା ଘରେ 6 ପ୍ରାଣୀ କୁଟୁମ୍ବ ରହି ଆସୁଥିବା ବେଳେ ଗତ ସପ୍ତାହରେ ବର୍ଷାରେ ଘର ଭାଙ୍ଗି ଯାଇଥିଲା। ରାତିରେ ଶୋଇଥିବା ବେଳେ ଘର ଭାଙ୍ଗି ପଡ଼ିଥିଲା। ପାଖ ପଡ଼ିଶା ଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଅଳ୍ପକେ ବଞ୍ଚି ଯାଇଥିଲେ କୁନି କୁନି ପୁଅ ଝିଅ। ସଞ୍ଜୁ ଭଙ୍ଗା ଘରର ଅଧାକୁ ପଲିଥିନ୍ ଢାଙ୍କି ପରିବାର ସହ ରହୁଛନ୍ତି। ତାଙ୍କୁ ଏବେ ଘର ଖଣ୍ଡେ ଆବଶ୍ୟକ ହୋଇପଡ଼ିଛି। 8 ବର୍ଷ ହେଲା ସଞ୍ଜୁ ସପରିବାର ସହ ଏହି ଗାଁରେ ରହି ଆସୁଛନ୍ତି। କିନ୍ତୁ ଅଦ୍ୟାବଧି ତାଙ୍କୁ ରାସନ କାର୍ଡ ଖଣ୍ଡେ ମିଳିପାରିନାହିଁ। ତାଙ୍କର ବିଲ ବାଡ଼ି ମଧ୍ୟ ନାହିଁ। ପରଘରେ ମୂଲ ଖଟିଲେ ପେଟ ପାଇଁ ଦିଓଳି ଖାଦ୍ୟ ବ୍ୟବସ୍ଥା ହୋଇପାରେ। ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହେଲେଣି, କିନ୍ତୁ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିପାରୁନାହିଁ। ଏକ ଅଧା ଭଙ୍ଗା ଘରେ କେମିତି ରହିବେ ଏହି ପରିବାର? ନିଜ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଚିନ୍ତା ଯେତେ ନାହିଁ, ଛୋଟ ଛୋଟ ପିଲାଛୁଆଙ୍କ ପାଇଁ ଅଧିକ ଚିନ୍ତା। ଭଙ୍ଗା ଘରେ ରହି କେତେଦିନ ଆଉ ସ୍ୱପ୍ନ ଦେଖିବେ? ଏନେଇ ବୋଡେନ ବିଡିଓ ପ୍ରିୟରଞ୍ଜନ କୁମାରଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ ତାଙ୍କୁ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଆମେ ସବୁ ଶୋଇଥିଲୁ, ଛୁଆ ପିଲା ସବୁ କରି ଆଉ ବର୍ଷା ପାଣିରେ ସବୁ ଘର ଭାଙ୍ଗି ଗଲା। ଆମ ପାଖ ଆଖ ଲୋକ ଆସିକରି ଖିଚିଲେ। ତାପରେ ସବୁ ଛୁଆମାନେ ଗୁରୁଗୁଲାଇ କରି ଜରି କୁରିଆରେ ଅଛୁ। ଏବେ ଜରି ଗୋଟେ ଆଡ଼ି କରି ଆମର କିଛି ଅସୁବିଧା ନ ଜମିନି ବାଡ଼ିନି କିଛି ନି, ଖାଲି କମେ କମେ ଖାଇସୁଁ। ତ ଏବେ ସରକାର କାଣା ଦାବି করবে? ସରକାରକୁ ଖାଲି ଚାଉଳ କାର୍ଡ ଗୋଟେ ମାଗୁଛୁ ଆଉ ଘର ଟିକେ ମାଗୁଛୁ, ଜଲ୍ଦି ଟିକେ ଦେବ ବୋଲି। ବାଗଲୋର କୁଠିଆପଡ଼ା ଆମେ ଆଜ୍ଞା ଭିତରେ ଶୋଇଥିନୁ। ରାତି ବେଶୀ ବର୍ଷା ହେଲା, ଘର ଭାଙ୍ଗିଗଲା। ଆମକୁ ଘର ଟିକେ ଜଲ୍ଦି ମିଲୁ। କେତେ ପରିବାର থিস? 6 ପରିବାର ଆଜ୍ଞା। ପିଲା ଛୁଆ ସଙ୍ଗେ 6 ଲୋକ ରହୁଛ। ଘର ରାତିରେ ଭାଙ୍ଗିଗଲା ଆଜ୍ଞା। પછી କେନ୍ତା କଲେ? ରାତିରେ ଭାଙ୍ଗିଗଲା। ଆମ ପଡ଼ୋଶୀ ଲୋକ ଆସିକରି ଘିଚିଲେ। ଏବେ କେନ୍ତା କରି ରହୁଛ? ଏବେ ଜରିଟେ ଆଡ଼ି କରି ରହୁଛୁ। ତ କାଣା ଚାହିଁବେ? ସରକାର କାଣା ମାଗବେ? ଆମକୁ ଘର ଟିକେ ଜଲ୍ଦି ମିଲୁ ବୋଲି। तो इन्हें देखो ना क्या मोना सहदेव माझी कुठिया पड़ा, तो ये पड़ा ना हो आमपानी पड़ा। तो आमपानी पड़ा जे संजू खरसेल हो तो तार खास घर हो बागबाहारा। तो इन्हें थाई बासिंदा हबार हो तो 10 वर्ष है इन्हें आसचे। तो आसला पर तार सब माने डॉक्यूमेंट पत्र आम आड़ करूँ। तो गला वर्ष आधार कार्ड बनी सारी से सार। तो सेने आधार कार्ड बनी से चाउल तो नहीं मिल पारता। आम फिर सप्ले आज्ञा के भी लेख कर दीसूँ आर पीओ आज्ञा सरपंच के भी कहीसूँ। आर जड़े तांकर संगे आ गोटे भाई भी आसला ताके ई वर्ष ठानु चाउल मिलूचे। तो इन्हें आसिकर क्या हो तो कथा स्थायी हिसाब से जरी जुरा छे करी काती घर गुरा बने से रहूला सार। तो गला सप्ताह घूर्णी बात्या अनुसार ना तार घर भुसड़ी जैसी। तो भुसड़ी जैसे तो ई लोग भी ना मत नहीं कहबार कथा जे मेमोर बाबा मोर गढ़ भुसड़ी गला पर कहले मुझी को कह तो तहसीलदार के कही कहा कर जरी पाल भी आनबा आनी कर मागी के गोटे सुविधा करतु से नहीं कह तो काली ही शुणली और मुई फिर आज इटा आसছে आगे। तो इन्हें ताके तुरंत गोटे इंदिरावास घर गोटे व्यवस्था कले कि वर्तमान रहा लगी भी कि तहसीलदार तरफर कि आरे तरफर एने जरीपाल पुला गोटे रहीक व्यवस्था कले मासे 2 मास अथाई हिसाब से। तो गला पर ना इंदिरावास घर गोटे जोगे देले ताके बने हेता आज्ञा। आमर नूआपड़ा जिले में
विगत लघुचाप माने 4-5 दिन धरी लगातार वर्षा होता से समय घर गुड़ाक भांगी से उपर जिलापाल भी निर्देश अच्छी जे जो घर गुड़ाक भंगा होती आरआई एवं आम तहसिलदार मानकर गोटे आसेसमेंट हम रिपोर्ट गलापर आम एसआरसी जो गाइडलाइन अनुसार जहाँ क्षय क्षति दिज्व से व्यवस्था निश्चित भाव करा। नुआपड़ा जिल्लारू जगन्नाथ सागर रिपोर्ट ओडिशा हाइलाइट समाचार।